ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି କଲରା ଗୁଡ଼ିକୁ ଗୋଟା ଭାଜି ନେଇଛି। ସବୁଦିନ କଲରା ଆଳୁ ଭଜା ଖାଇ ଖାଇ ପୁରା ବିରକ୍ତ ଲାଗିଲାଣି। ସେଇଥିପାଇଁ ଆଜି ଭାବିଲି ଗୋଟା ଭାଜିଲେ ଟିକେ ଅଲଗା ଷ୍ଟାଇଲରେ ତ କେମିତି ହୁଅନ୍ତା। ସେଇଥିପାଇଁ ପ୍ରଥମେ କଲରା ଗୁଡ଼ିକୁ ସିଝେଇ ନେଲି। ଅଳ୍ପ ଲୁଣ ଦେଇ ସିଝେଇ ଦେଲି। ସିଝେଇଲା ପରେ ପାଣିରୁ କଲରାକୁ ଛାଣି ଦେଇ ସେଇଟା ଜଲ୍ଦି ଥଣ୍ଡା ହେବା ପାଇଁ ସେଥିରେ ଥଣ୍ଡା ପାଣି ଦେଇଦେଲି। ଥଣ୍ଡା ହେଇଗଲା ପରେ କଲରାର କଦଡ଼ିଆ ଅଂଶକୁ ଏମିତି ଚାଞ୍ଚି ଦେଲି। ସେଗୁଡ଼ିକ ଚାଞ୍ଚି ଦେଲେ ଯେତେବେଳେ କଲରା ଭାଜିବା ସେତେବେଳେ କଲରାର ଚାରି ସାଇଡ଼ ଭାଜି ହୋଇଯିବ। ତ ସବୁ କଲରା ଗୁଡ଼ିକୁ ଏମିତି ଚାଞ୍ଚିଲା ପରେ ସେଥିରେ ଗୋଟେ କଟ୍ ଲଗେଇବା। ଗୋଟେ କଟ୍ କାଟିବା ଦ୍ୱାରା ତାର ଭିତର ମଞ୍ଜି ଗୁଡ଼ିକ ଏମିତି ବାହାର କରିବା ପାଇଁ ସୁବିଧା ହେବ। କଲରାକୁ ଏମିତି ମଞ୍ଜି କାଢ଼ି ଦେଇ ସାଇଡ଼ ରଖିଦେଲି। ଏବେ ସେଥିରେ ପୁର ଦେବା ପାଇଁ ମସଲା ତିଆରି କରିବା ପାଇଁ ମସଲା ପ୍ରଥମେ ପିଆଜ ଟମାଟୋକୁ କାଟି ଦେଇଛି। ଆଉ ମେନ୍ ଜିନିଷ ହେଉଛି ସୋରିଷ ବଟା କରିଦେଇଛି। ବଟ୍ ଏଇଟିର ଭିଡ଼ିଓ କରିପାରିନି, କିନ୍ତୁ ମୁଁ ଏ ଭିଡ଼ିଓରେ କହିଦେଉଛି କି ସେଥିରେ ମୁଁ କ'ଣ କ'ଣ ବାଟିଛି। ଛୋଟ ପିଆଜ ଗୋଟେ ନେଇଛି, ଟମାଟୋ, କିଛି ରସୁଣ ଆଉ ସୋରିଷ ଜିରାକୁ ବାଟିଛି। ତାପରେ କଢ଼େଇରେ ଅଳ୍ପ ଜିରା ଦେଇ ପିଆଜକୁ ଭାଜିଲା ପରେ ଟମାଟୋ ଦେବେ। ଟମାଟୋ ଦେଲା ପରେ ସେ ବଟା ଯେଉଁ କରିଥିଲି ସେ ବଟାକୁ ଦେବେ। ଦେଲା ପରେ ସେଥିରେ ପାଣି ଶୁଖିଲା ଯାଏଁ ସେଇଟାକୁ ଫ୍ରାଏ କରିବେ। ଏବେ ପାଣି ଶୁଖିଗଲା ପରେ ସେଇଟା ଗୋଟେ ପ୍ଲେଟ୍କୁ କାଢ଼ିକି ଆଣିଦେଲି ଆଉ ଥଣ୍ଡା କରିଦେଲି। ଥଣ୍ଡା ହେଲା ପରେ କଲରା ଗୁଡ଼ିକ ଯେମିତି ମଞ୍ଜି ଥିଲା ସେମିତି ସୋରିଷ ବଟାକୁ ଭିତରେ ପୁରେଇଲି। ସବୁଗୁଡ଼ିକ ସେମ୍ ପ୍ରୋସେସ୍ରେ କଲା ପରେ କଢ଼େଇରେ ଅଳ୍ପ ତେଲ ଦେଇ କଲରା ଗୁଡ଼ିକୁ ଏବେ ଫ୍ରାଏ କରିନେଲି। ସ୍ଲୋ ଜାଳରେ କରିବେ, ନହେଲେ ପୋଡ଼ିଯିବ। ଯଦି କେହି ବି ଇଣ୍ଡକ୍ସନରେ କରୁଛନ୍ତି ତାହେଲେ ମୁଁ କହିଦେଉଛି କି 1000ରୁ 1500 ଭିତରେ ରଖିବେ। ତ ଏବେ ସିଏ ଧୀରେ ଧୀରେ ସବୁ ସାଇଡ଼୍ ଭଲ ଭାବରେ ଫ୍ରାଏ ହେଇଯିବ। ତ ଦେଖନ୍ତୁ ମୁଁ କେମିତି ବନେଇଛି ଆଉ କେତେ ସୁନ୍ଦର ଦେଖାଯାଉଛି। ଏମିତି କଲେ ବେଶୀ ପିତା ବି ଲାଗିବନି ଆଉ ସବୁ ଟେଷ୍ଟ ମଧ୍ୟ ଲାଗିବ। ୟାକୁ ଗରମ ଭାତ ସହ ଡାଲି ସହ ଖାଆନ୍ତୁ। ଏମିତି ଘରେ ଟ୍ରାଏ କରିକି ତ କମେଣ୍ଟରେ ନିଶ୍ଚୟ କହିବେ ତ ଭିଡ଼ିଓଟି କେମିତି ଲାଗିଲା। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ ନିଶ୍ଚୟ ଭାବେ କରନ୍ତୁ। ରହିଲି, ନମସ୍କାର, ବାଏ ବାଏ।